ବଦଳିଲା ପାନ୍ କାର୍ଡ ଭର୍ସନ। ପାନ୍ 2.0 ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ। ଏମିତିକି କ୍ୟୁଆର୍ କୋଡ୍ ସହ ଆସିବ ପାନ୍ କାର୍ଡ। ତେବେ ଯଦି ଆପଣଙ୍କ ପାଖରେ ପୂର୍ବରୁ ପାନ୍ କାର୍ଡ ଅଛି ତାହେଲେ କ'ଣ କରିବାକୁ ହେବ ଏହି କାର୍ଡ ପାଇଁ? କେତେ କରିବାକୁ ହେବ ଖର୍ଚ୍ଚ? କ'ଣ ରହିଛି ସମ୍ପୂର୍ଣ୍ଣ ଆପଡେଟ୍ଟି ଚାଲନ୍ତୁ ଦେଖିବା। ଏମିତିକି ଭିଡ଼ିଓରେ ଆପଡେଟ୍ ପାଇବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଟେକ୍ନିକାଲ ଅମି 2.0 ଚ୍ୟାନେଲକୁ। ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ପାନ୍ 2.0 ପ୍ରକଳ୍ପକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ଏଥିସହିତ ଆଗକୁ କୋଡ୍ ସହ ଆସିବ ପାନ୍ କାର୍ଡ। ବର୍ତ୍ତମାନ କାର୍ଡ ଗୁଡ଼ିକ ବିନା କୌଣସି ଦେଇ କ୍ୟୁଆର୍ କୋଡ୍ ପ୍ଲସ୍ ପାନ୍ କାର୍ଡ ଆପଡେଟ୍ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ବା ପ୍ରସାରଣ ମନ୍ତ୍ରୀ ଐଶ୍ୱନବୀ ବୈଷ୍ଣବ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଲୋକଙ୍କ ପାଖରେ ସହଜ ଭାବରେ ସେବା ପହଞ୍ଚିବ। ଏହା ସହିତ ସେବାଗୁଡ଼ିକ ମାନରେ ବି ଉନ୍ନତି ଆସିବ। ତେବେ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ କମିଟି ବୈଠକ ଆକାରରେ ପାନ୍ 2.0 ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ରାଜ୍ୟ କୋଷରୁ 1435 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ ମାଧ୍ୟମରେ ଡାଟାର ଏକ ଉତ୍ସବ ରହିବ। ଲୋକଙ୍କ ପାଖରେ ସହଜରେ ମାନଯୁକ୍ତ ସେବା ଯୋଗାଣ ହେବ। ଟିକସ ଦାତାଙ୍କ ପଞ୍ଜୀକରଣ ସହଜ ହେବ। ପାନ୍ 10 ସେବାରେ ଟେକ୍ନୋଲୋଜି ପରିବର୍ତ୍ତନ ଦ୍ୱାରା ଏହି ମାଧ୍ୟମରେ ଟିକସଦାତାଙ୍କୁ ଡିଜିଟାଲ ଅନୁମତି ମିଳିବ। ଏହା ବର୍ତ୍ତମାନ ପାନ୍ 10ର ବା ପାନ୍ 1.0ର ଅପଗ୍ରେଡ୍ ଭର୍ସନ। ତେବେ ଏହି ନୂଆ ପାନ୍ କାର୍ଡରେ କ'ଣ ରହିଛି, ନୂଆ ଫିଚର୍ସ କ'ଣ ରହିଛି ଆସନ୍ତୁ ଜାଣିବା। ପାନ୍ କାର୍ଡ ଟେକ୍ନିକକୁ ସମ୍ପୂର୍ଣ୍ଣ ଆପଡେଟ୍ କରାଯିବ ଯେମିତି ତାର ବ୍ୟବହାର ସହଜ ହେବ। ସବୁ ପ୍ରକାରର ବ୍ୟବସାୟ ପଞ୍ଜୀକରଣ ବା ଚିହ୍ନଟ ସହଜ ହେବ। ପାନ୍ ସହ ଜଡ଼ିତ ସେବା ପାଇଁ ଇଣ୍ଟିଗ୍ରେଟେଡ୍ ପ୍ଲାଟଫର୍ମ ତିଆରି କରାଯିବ। ତାହା ୟୁଜର୍ସ କାମକୁ ଆହୁରି ସହଜ କରିବ। ୟୁଜର୍ସଙ୍କ ଡାଟା ସୁରକ୍ଷିତ ରଖିବା ପାଇଁ ନୂଆ କାର୍ଡ ସିକ୍ୟୁରିଟି ଫିଚର୍ସ ରଖିବା ପାଇଁ ଲଗାଯିବ ଯେମିତି ଠକାମି ପରି ଘଟଣା ଏଡ଼ାଇ ଦେଇପାରିବ। ତେବେ ଏହି ନୂଆ ପାନ୍ କାର୍ଡ କେଉଁଠି କରିବାକୁ ହେବ ଆସନ୍ତୁ ଜାଣିବା। କେନ୍ଦ୍ରମନ୍ତ୍ରୀ ମୁତାବକ ଅପଗ୍ରେଡ୍ ଭର୍ସନ ପାଇଁ ସାଧାରଣ ଲୋକଙ୍କୁ କିଛି ବି କରିବାକୁ ପଡ଼ିବ ନାହିଁ। ଏମିତିକି ଆବେଦନ କରିବା ମଧ୍ୟ ଜରୁରୀ ନୁହେଁ। ଏହା କେବଳ ଦେଶର 78 କୋଟି ଧାରୀଙ୍କ ପାଇଁ ଜରୁରୀ। ସେମାନଙ୍କୁ ବିଭାଗ ତରଫରୁ ନୂଆ କାର୍ଡ ପଠାଯିବ। ଏଥିପାଇଁ ଆପଣଙ୍କୁ କିଛି ବି କରିବାକୁ ପଡ଼ିବ ନାହିଁ। ବିଭାଗ ପକ୍ଷରୁ ଆପଣଙ୍କ ନିକଟରେ ବିନା ମୂଲ୍ୟରେ କାର୍ଡ ପହଞ୍ଚିବ। ତେଣୁ ଆପଣଙ୍କୁ ବ୍ୟସ୍ତ ହେବାର କିଛି ନାହିଁ। ତ ଫ୍ରେଣ୍ଡସ୍, ଏ ଥିଲା ଆପଣଙ୍କ ପାଇଁ କିଛି ଆପଡେଟ୍। ଆପଡେଟ୍ଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। ଆପଣଙ୍କର ସାଙ୍ଗ ଭିତରେ ସେୟାର କରିଦିଅନ୍ତୁ। ଯଦି ଆପଣ ମୋ ଚ୍ୟାନେଲକୁ ନୂଆ ଆସିଥିବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯେତେବେଳେ ନୂଆ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ